ପିଲାମାନେ ତମ ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍। ତ +2 ସେକେଣ୍ଡ ଇୟର୍ ଆର୍ଟ୍ସ ପିଲା ତମମାନଙ୍କ ପାଇଁ ନେଇ ଆସିଛି କ'ଣ ନା MCQ କ୍ୱେଶ୍ଚିନ୍ ଆନ୍ସର୍। ତ MCQ କ୍ୱେଶ୍ଚିନ୍ ଆନ୍ସର୍ କ'ଣ ନା ପଲିଟିକାଲ୍ ସାଇନ୍ସର କେବଳ ଆର୍ଟ୍ସ ପିଲା, ତ ତମମାନଙ୍କର ପଲିଟିକାଲ୍ ସାଇନ୍ସର MCQ କ୍ୱେଶ୍ଚିନ୍ ନେଇ ଆସିଛି। ତ MCQ କ୍ୱେଶ୍ଚିନ୍ ଆନ୍ସର୍ ତମେ ଆଲୋଚନା କରିବା 50ଟି ଆମେ ଟେଷ୍ଟ MCQ କ୍ୱେଶ୍ଚିନ୍ କରିବା। କୋଉଟା ନା ଏକ୍ସପେକ୍ଟେଡ୍, ଯୋଉଟା ଆମର ଜରୁରୀ। ତ MCQ ୱିଥ୍ ଆନ୍ସର୍, ବୁଝିଲା। ତ 50ଟା ଗୋଟେ ମାରାଥନ୍ କ୍ଲାସ୍ ହବ, 50 ମାର୍କିଆ MCQ ସମସ୍ତେ ଯୋଡ଼ି ହେଇ ରୁହ ଏବଂ ତମେ ସମସ୍ତେ ସେୟାର କରିଦିଅ। ବହୁତ ଗୁରୁତ୍ୱପୂର୍ଣ୍ଣ MCQ, ବହୁତ ଇମ୍ପୋର୍ଟାଣ୍ଟ। କାହିଁକି ନା ତମର ପଲିଟିକାଲ୍ ସାଇନ୍ସର କ'ଣ ନା 21 ମାର୍କର ଖାଲି MCQ ଆସୁଛି। ଯଦି ତମେ କ'ଣ ନା MCQରେ 21କୁ 21 ରଖିଦେଲ, ଦେନ୍ ତମେ ତା ଦେହରୁ ନିହାତି କ'ଣ ନା 30-40 ରଖିଦିଅ। ଯେଉଁମାନେ ମୂଳରୁ ପଢ଼ୁନା 60 ମାର୍କ ପଳେଇ ଆସିବ, କି ତମର ଯଦି ସେଠି ବି 20 ମାର୍କ ପଳେଇ ଆଇଲା ନା, ତ କେତେ ନା 20 40 ମାର୍କ ହେଇଯିବ, ବୁଝିଗଲା। ତ MCQ ଚେଷ୍ଟା କରିବ ତମର 21କୁ 21 MCQ ଆଣିବା, ବୁଝିଲା ପିଲାମାନେ। ତ ଚାଲ ଆମେ ଷ୍ଟାର୍ଟ କରିବା। ତ ପ୍ରଥମ କ୍ୱେଶ୍ଚିନ୍ କ'ଣ ଦେଇଛି ଦେଖିବା। କେଉଁ ଧାରା ଅନୁସାରେ ରାଜ୍ୟ ବିଧାନମଣ୍ଡଳ ଦ୍ୱାରା ଗୃହୀତ ବିଧେୟକକୁ ରାଷ୍ଟ୍ରପତି ସ୍ୱୀକୃତି ଦେଇପାରନ୍ତି କିମ୍ବା ସ୍ୱତନ୍ତ୍ର କ୍ଷମତା ପ୍ରୟୋଗ କରି ଅକାମୀ କରିଦେଇ ପାରିଥାନ୍ତି? କ'ଣ ହବ? 201, 200, 203, 204। କ'ଣ ହବ ପିଲାମାନେ ନା 201। କେଉଁ ଧାରା ଅନୁସାରେ ନା 201 ଧାରା ଅନୁସାରେ। ତାପରେ ପରବର୍ତ୍ତୀ କ୍ୱେଶ୍ଚିନ୍ ଦେଖିବା କ'ଣ ଦେଇଛି। କେଉଁ ଧାରା ଅନୁସାରେ ଆନ୍ତଃରାଜ୍ୟ ନଦୀ ଜଳ ବ୍ୟବହାରକୁ ସ୍ଥାନ ଦିଆଯାଇଛି? କେଉଁ ଧାରା ଅନୁସାରେ? 262, 263, 264, 265। କେଉଁ ଧାରା ଅନୁସାରେ ଆନ୍ତଃରାଜ୍ୟ ନଦୀ ଜଳ ବ୍ୟବହାରକୁ ସ୍ଥାନ ଦିଆଯାଇଛି ପିଲାମାନେ? କ'ଣ ହବ ନା 262। କେଉଁ ଧାରା ନା 262। ପରବର୍ତ୍ତୀ କ୍ୱେଶ୍ଚିନ୍। କେଉଁ ଧାରା ଅନୁସାରେ ଆନ୍ତଃରାଜ୍ୟ ମନ୍ତ୍ରୀ ପରିଷଦ ଗଠନ କରାଯାଇଛି? 263, 264, 312, 265। କ'ଣ ହବ ନା ଆନ୍ତଃରାଜ୍ୟ ହେଉଛି 263 ଏବଂ ଆନ୍ତଃରାଜ୍ୟ ନଦୀ ଜଳ ବ୍ୟବହାର ହେଉଛି 262। ତାପରେ କେଉଁ ଧାରା ଅନୁସାରେ ରାଜ୍ୟ ବିଧାନସଭା ଗୁଡ଼ିକୁ ସଂସଦକୁ ସର୍ବଭାରତୀୟ ସେବା ସୃଷ୍ଟି କରିବାକୁ ଅନୁରୋଧ କରିପାରିବ? 312, 313, 314, 315। କ'ଣ ହବ ନା 312। ତ ଏଇଟା ବାରମ୍ବାର MCQ ଏମିତିଆ କ୍ଲାସ୍ ନେଇ ଆସିଲେ ତମେ ଖାଲି ଦେଖିଦେଲେ ପଢ଼ିଦବ, 2-3 ଥର ରିଡ଼ିଂ ମାରିଦବ, ମନେ ରହିଯିବ। କାହିଁକିନା MCQ ବହୁତ ଗୁରୁତ୍ୱପୂର୍ଣ୍ଣ। ତ 21ଟା ଆଣିବାକୁ ପଡ଼ିବ। ନେକ୍ସଟ, କେଉଁ ଧାରା ଅନୁସାରେ ରାଷ୍ଟ୍ରପତି ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କରିଥାନ୍ତି? 352, 356, 360, 252। କ'ଣ ହବ ନା 352। କେଉଁ ଧାରା ନା 352 ଧାରା ଅନୁସାରେ। ନେକ୍ସଟ, କେଉଁ ଧାରା ଅନୁସାରେ କେତେକ ଶୁଳ୍କ କେନ୍ଦ୍ର ସରକାର ଧାର୍ଯ୍ୟ କରନ୍ତି କିନ୍ତୁ ସେଗୁଡ଼ିକ ରାଜ୍ୟ ସରକାରଙ୍କ ଦ୍ୱାରା ଆଦାୟ ବିନିଯୋଗ ହୁଏ? 268, 269, 270, 273। କ'ଣ ହବ ନା 268। କ'ଣ ନା 268। ତମ ପାଇଁ ସବୁ ଗୋଟି କ୍ଲାସ୍ ବହୁତ ଇମ୍ପୋର୍ଟାଣ୍ଟ, ସବୁ କ୍ଲାସ୍ ବହୁତ ଇମ୍ପୋର୍ଟାଣ୍ଟ ପିଲାମାନେ। କେଉଁ ଧାରା ଅନୁସାରେ ଆସାମ, ବିହାର, ଓଡ଼ିଶା ଓ ପଶ୍ଚିମବଙ୍ଗ ଆଦି ରାଜ୍ୟମାନେ ଝୋଟ ରପ୍ତାନି ଶୁଳ୍କ ପରିବର୍ତ୍ତେ ସରକାରଙ୍କ ଠାରୁ ବାର୍ଷିକ ଅନୁଦାନ ପାଆନ୍ତି? 270, 273, 275, 280। କ'ଣ ହବ ନା 273। ନେକ୍ସଟ, କେଉଁ ଧାରା ଅନୁସାରେ ରାଷ୍ଟ୍ରପତି ଅର୍ଥ ଆୟୋଗ ନିଯୁକ୍ତି କରନ୍ତି? 280, 148, 312, 315। କ'ଣ ହବ ନା 280 ଧାରା ଅନୁସାରେ ରାଷ୍ଟ୍ରପତି ଅର୍ଥ ଆୟୋଗ ନିଯୁକ୍ତି କରନ୍ତି। ନେକ୍ସଟ, କେଉଁ ଧାରା ଅନୁସାରେ ସଂସଦର ଆଇନରେ ଥିବା ସର୍ତ୍ତ ପୂରଣ ପୂର୍ବକ ରାଜ୍ୟମାନେ କେନ୍ଦ୍ର ସରକାରଙ୍କଠାରୁ ଋଣ ପାଇପାରିବେ? 293, 294, 295, 296। କ'ଣ ହବ ନା 293। କେଉଁ ଧାରା ନା 293 ଧାରା ଅନୁସାରେ। ତ ପଲିଟିକାଲ ସାଇନ୍ସ ମାନେ ଧାରା ବହୁତ ଗୁରୁତ୍ୱପୂର୍ଣ୍ଣ। ନିଶ୍ଚିନ୍ତ ଧାରାରୁ 2-3ଟି କ୍ୱେଶ୍ଚିନ୍ ଆସିବ। କେଉଁ ଧାରା ଅନୁସାରେ ଭାରତରେ ଜଣେ ମହାହିସାବ ନିରୀକ୍ଷକ ଓ ମହାସମୀକ୍ଷକ ଅଛନ୍ତି? 148,
149, 140, 151 କ'ଣ ହବ ନା 148। କେଉଁ ଧାରା ନା 148 ଧାରା ଅନୁସାରେ। ନେକ୍ସଟ, ଯୁକ୍ତରାଷ୍ଟ୍ର ଆମେରିକା ଓ ଅଷ୍ଟ୍ରେଲିଆରେ ଅବଶିଷ୍ଟ କ୍ଷମତା କାହାକୁ ପ୍ରଦାନ କରାଯାଇଛି? କେନ୍ଦ୍ର ସରକାର, ରାଜ୍ୟ ସରକାର, ଜିଲ୍ଲାପାଳ, ସରପଞ୍ଚ। କ'ଣ ହବ ନା ରାଜ୍ୟ ସରକାର। କ'ଣ ନା ରାଜ୍ୟ ସରକାର। ନେକ୍ସଟ, କେଉଁ ଧାରା ଅନୁସାରେ ସମ୍ବିଧାନ ସଂଶୋଧନ ଆଇନ କେବଳ ସଂସଦ ଦ୍ୱାରା ଆଗତ ହୋଇପାରିବ? 368, 298, 369, 370। କ'ଣ ହବ ନା 368 ଧାରା ଅନୁସାରେ। ନେକ୍ସଟ, କେଉଁ ଧାରା ଅନୁସାରେ ସଂସଦ ଆଇନ ପ୍ରଣୟନ କରି ରାଷ୍ଟ୍ରସଂଘର ସଦସ୍ୟ ଥିବା କୌଣସି ରାଜ୍ୟର ସୀମା, କ୍ଷେତ୍ରଫଳ ଓ ନାମ ପରିବର୍ତ୍ତନ କରିପାରିବ? 3, 4, 5, 6। କ'ଣ ହବ ପିଲାମାନେ ନା 3। ନେକ୍ସଟ, ଓଡ଼ିଶାରୁ କେତେ ଜଣ ରାଜ୍ୟସଭାକୁ ଯାଇଥାନ୍ତି? 10, 11, 12, 13। ଓଡ଼ିଶାକୁ କେତେ ଜଣ ଯାଇଥାନ୍ତି ନା 10 ଜଣ ରାଜ୍ୟସଭାକୁ ଯାଇଥାନ୍ତି। ନେକ୍ସଟ, ପଞ୍ଚାୟତରାଜ ବ୍ୟବସ୍ଥା ସର୍ବପ୍ରଥମେ 1959 ମସିହା ଅକ୍ଟୋବର ମାସ 1 ତାରିଖ ଦିନ ଡ୍ୟାସ ଠାରେ ପ୍ରଚଳନ କରାଯାଇଥିଲା? ଗୁଜୁରାଟ, ରାଜସ୍ଥାନ, ଓଡ଼ିଶା, ହରିୟାଣା। କ'ଣ ହବ ନା ରାଜସ୍ଥାନ। କ'ଣ ନା ରାଜସ୍ଥାନ। ନେକ୍ସଟ, ଡ୍ୟାସ ମସିହାରେ ଓଡ଼ିଶାରେ ପଞ୍ଚାୟତରାଜ ବ୍ୟବସ୍ଥା ପ୍ରଚଳନ ହୋଇଥିଲା? 1961, 1964, 1962, 1965। କ'ଣ ହବ ନା 1961 ମସିହାରେ ଓଡ଼ିଶାରେ ପଞ୍ଚାୟତରାଜ ବ୍ୟବସ୍ଥା ପ୍ରଚଳନ ହୋଇଥିଲା। ନେକ୍ସଟ କ୍ୱେଶ୍ଚିନ୍, ଗ୍ରାମ ପଞ୍ଚାୟତର ମୁଖ୍ୟଙ୍କୁ ଡ୍ୟାସ କୁହାଯାଏ? ସରପଞ୍ଚ, ଚେୟାରମ୍ୟାନ, ସଭାପତି, ଅଧ୍ୟକ୍ଷ। ଗ୍ରାମ ପଞ୍ଚାୟତର ମୁଖ୍ୟଙ୍କୁ କ'ଣ କୁହାଯାଏ ନା ସରପଞ୍ଚ। ନେକ୍ସଟ କ୍ୱେଶ୍ଚିନ୍, ପୌର ପରିଷଦ ଭାଙ୍ଗିଗଲେ ଡ୍ୟାସ ଏହାର ପରିଚାଳନା ଦାୟିତ୍ୱ କିଏ ହାତକୁ ନେଇଥାନ୍ତି? ବିଡିଓ, ତହସିଲଦାର, ଉପଜିଲ୍ଲାପାଳ, ଜିଲ୍ଲାପାଳ। କ'ଣ ହବ ନା ଜିଲ୍ଲାପାଳ। ନେକ୍ସଟ, ଜଣେ ସରପଞ୍ଚକୁ ତାଙ୍କ କାର୍ଯ୍ୟକାଳ ପୂରିବା ପୂର୍ବରୁ ଡ୍ୟାସ କାର୍ଯ୍ୟରେ ଅନ୍ତର କରିପାରନ୍ତି? ପଲ୍ଲୀସଭା, ଗ୍ରାମସଭା, ବିଡିଓ, ପଞ୍ଚାୟତର 2/3 ସଦସ୍ୟ ବା ରାଜ୍ୟ ସରକାର। କ'ଣ ହବ ନା ଅପସନ ହେଇଯିବ ଆଇଭି, ପଞ୍ଚାୟତର 2/3 ସଦସ୍ୟ ବା ରାଜ୍ୟ ସରକାର। ନେକ୍ସଟ, ସରପଞ୍ଚ ଓ ଚେୟାରମ୍ୟାନର କାର୍ଯ୍ୟକାଳ କେତେ ବର୍ଷ? 2 ବର୍ଷ, 3 ବର୍ଷ, 4 ବର୍ଷ, 5 ବର୍ଷ। କେତେ ବର୍ଷ ପିଲାମାନେ ନା କାର୍ଯ୍ୟକାଳ ହଉଛି ତାଙ୍କର 5 ବର୍ଷ। କେତେ ନା 5 ବର୍ଷ। ନେକ୍ସଟ, ପଞ୍ଚାୟତ ସମିତିର ମୁଖ୍ୟଙ୍କୁ ଡ୍ୟାସ କୁହାଯାଏ? ବିଡିଓ, ଚେୟାରମ୍ୟାନ, ସଭାପତି, ସରପଞ୍ଚ। କ'ଣ କୁହାଯାଏ ନା ଚେୟାରମ୍ୟାନ। କ'ଣ ନା ପଞ୍ଚାୟତ ସମିତିର ମୁଖ୍ୟଙ୍କୁ ଚେୟାରମ୍ୟାନ କୁହାଯାଏ। ନେକ୍ସଟ, ଓଡ଼ିଶାରେ ଡ୍ୟାସଟି ପଞ୍ଚାୟତ ସମିତି ଅଛି? 318, 30, 314, 321। କେତୋଟି ନା 314ଟି ଅଛି କ'ଣ ନା ପଞ୍ଚାୟତ ସମିତି। ଏଟା ବହୁତ ଗୁରୁତ୍ୱପୂର୍ଣ୍ଣ କ୍ୱେଶ୍ଚିନ୍। ନେକ୍ସଟ, ଓଡ଼ିଶାରେ ଡ୍ୟାସ ଗୋଟି ମ୍ୟୁନିସିପାଲିଟି ଓ ଡ୍ୟାସ ଗୋଟି ବିଜ୍ଞପ୍ତିତ ଅଞ୍ଚଳ ପରିଷଦ ଅଛି? 3175, 5391, 3562, 2874। କ'ଣ ହବ ନା 53 ଏବଂ 91। 53ଟି ମ୍ୟୁନିସିପାଲିଟି, 91ଟି ବିଜ୍ଞପ୍ତିତ ଅଞ୍ଚଳ ପରିଷଦ। ନେକ୍ସଟ, ଭାରତରେ ଡ୍ୟାସଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ପଞ୍ଚାୟତରାଜ ବ୍ୟବସ୍ଥା ପ୍ରଚଳନ କରାଯାଇଥିଲା? ଇନ୍ଦିରା ଗାନ୍ଧୀ, ଲାଲ ବାହାଦୁର ଶାସ୍ତ୍ରୀ, ପଣ୍ଡିତ ଜବାହରଲାଲ ନେହେରୁ, କ'ଣ ନା ମୋରାରଜୀ ଦେଶାଇ। କ'ଣ ହବ ନା ପଣ୍ଡିତ ଜବାହରଲାଲ ନେହେରୁ। ନେକ୍ସଟ, ଡ୍ୟାସ ଜିଲ୍ଲା ପରିଷଦର ମୁଖ୍ୟ ଅଟନ୍ତି? ଜିଲ୍ଲା ପରିଷଦର ମୁଖ୍ୟ କିଏ ଅଟନ୍ତି? ଚେୟାରମ୍ୟାନ, ସଭାପତି, ଜିଲ୍ଲାପାଳ, ଉପଜିଲ୍ଲାପାଳ। କିଏ ଅଟନ୍ତି ନା ଚେୟାରମ୍ୟାନ। କିଏ ନା ଚେୟାରମ୍ୟାନ। ନେକ୍ସଟ, ପଞ୍ଚାୟତରାଜ ବ୍ୟବସ୍ଥାରେ ଡ୍ୟାସ ହେଉଛି ଉଚ୍ଚତମ ସ୍ତର? ଜିଲ୍ଲା ପରିଷଦ, ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି, ମ୍ୟୁନିସିପାଲିଟି। କ'ଣ ପିଲାମାନେ ନା ଜିଲ୍ଲା ପରିଷଦ। ପଞ୍ଚାୟତରାଜ ବ୍ୟବସ୍ଥାରେ ଉଚ୍ଚତମ ସ୍ତର ହେଉଛି ଜିଲ୍ଲା ପରିଷଦ। ନେକ୍ସଟ, ଡ୍ୟାସ ଓଡ଼ିଶାରେ ପଞ୍ଚାୟତରାଜ ବ୍ୟବସ୍ଥାର ମଧ୍ୟମ ସ୍ତର ଅଟେ? ମଧ୍ୟମ ସ୍ତର କ'ଣ? ଜିଲ୍ଲା ପରିଷଦ, ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି, ମ୍ୟୁନିସିପାଲିଟି। କ'ଣ ହବ ନା ପଞ୍ଚାୟତ ସମିତି। କ'ଣ ନା ପଞ୍ଚାୟତ ସମିତି। ନେକ୍ସଟ, ପୌର ପରିଷଦ ବୈଠକରେ ଡ୍ୟାସ ଅଧ୍ୟକ୍ଷତା କରନ୍ତି? ଚେୟାରମ୍ୟାନ, ସଭାପତି,
जिलापाल उपजिलापाल पौर परिषद बैठक रे अध्यक्षता किए करती ना चेयरमैन करती। नेक्स्ट संविधान केउं संशोधन नगरांचल स्वायत्तशासन संस्था संपर्कित 42तम 51तम 73तम 74तम कौन हम ना 74 केते ना 74 संशोधन। नेक्स्ट संविधान केउं संशोधन ग्रामांचल स्वायत्तशासन संस्था संपर्कित 42 52 73 74 कौन हम ना 73तम। नेक्स्ट क्वेश्चन भारत राष्ट्र मानकर डैश सम्मेलनी बा समष्टि संघ गोष्ठी समुदाय कौन हम पिला माने ना सम्मेलन बा समष्टि। परवर्ती क्वेश्चन भारत आकार रे डैश हेले मध्य प्रकृति रे डैश ऐकिक संघीय संघीय ऐकिक व्यापक सीमित सीमित व्यापक कौन हम ना संघीय ऐकिक कौन ना भारत आकार रे संघीय हेले मध्य प्रकृति रे ऐकिक। नेक्स्ट केंद्र तालिका रे डैश टी विषय अछि 98 99 97 96 केंद्र तालिका रे केतोटी विषय अछि ना केंद्र तालिका रे 99 गोटी विषय अछि। नेक्स्ट राज्य तालिका रे डैश टी विषय अछि 60 61 62 64 राज्य तालिका रे केतोटी विषय अछि ना राज्य तालिका रे अछि केतोटी ना 61 टी विषय अछि। जुग्म तालिका रे केतोटी विषय अछि ना 52 गोटी विषय अछि। तापरे जुग्म तालिकाभुक्त विषय उपरे प्रणीत केंद्र राज्य आईन मध्य संघर्ष हेले डैश आईन बलवत्तर रहे केंद्र राज्य उभय काहारी नुह कौन हम ना केंद्र कौन ना केंद्र। नेक्स्ट भारत एक डैश संघीय राष्ट्र केंद्र प्रसारी केंद्राभिमुखी ऐकिक गणतांत्रिक कौन हम ना केंद्रा प्रसारी। नेक्स्ट केंद्र तालिका राज्य तालिका जुग्म तालिका रे अंतर्भुक्त नथिबा विषय को डैश क्षमता तो पिला माने एटा बारंबार भूल करंती से भाबंती एटा जुग्म तालिका काहे कहला से भाउचने केंद्र तालिका राज्य तालिका जुग्म तालिका रे थिबा विषय को डैश क्षमता माने नथिबा से देखु नांती आ बुझेला बहुत पिला एटा भूल करचंती तो न भले देखिबो जो विषय गुडी को कोन ना नथिबो केंद्र रे राज्य रे जुग्म रे नथिबो ताकू कहजिबो कोन कहला पिला माने अवशेष विशेष लिखिबोनी एटा अवशिष्ट बा अवशेष क्षमता बुझिला। तापर नेक्स्ट भारत रे अवशेष क्षमता काहाकू दिया जायछि माने डैश को दिया जायछि राज्य केंद्र उभय राज्य केंद्र उच्चतम न्यायालय काहाकू दिया जायछि ना केंद्र काहाकू ना भारत रे अवशेष क्षमता केंद्र को दिया जायछि। नेक्स्ट द्वैत सरकार डैश राष्ट्र रे देखिबाकू मिले द्वैत सरकार संघीय ऐकिक ऋणतांत्रिक समाजवादी कौन हम पिला माने ना संघीय द्वैत सरकार डैश राष्ट्र ना संघीय राष्ट्र रे देखिबाकू मिले। नेक्स्ट अर्थ कमिशन डैश धारा अनुसार डैश को द्वारा नियुक्ति पाइता 250 राष्ट्रपति 281 प्रधानमंत्री ना 280 प्रधानमंत्री 280 राष्ट्रपति कौन हम पिला माने ना तमरे हिजबो अर्थ कमिशन 280 धारा एवं राष्ट्रपति द्वारा नियुक्ति होई थांती। नेक्स्ट डैश को सुपर कैबिनेट कहा जाउतिला पिला माने काहा को सुपर कैबिनेट अर्थ कमिशन योजना कमिशन निर्वाचन कमिशन ना संसद कौन कमिशन को कहा जाउतिला सुपर कैबिनेट ना योजना कमिशन को सुपर कैबिनेट बोली कहा जाउतिला। नेक्स्ट जरूरीकालीन क्षमता प्रयोग होइथिला बेले डैश सरकार अधिक क्षमताशाली होई उठे केंद्र राज्य उभय केंद्र राज्य केही हुंती नाही कौन हबो ना केंद्र के ना केंद्र सरकार। नेक्स्ट हिसाब निरीक्षक और महासमीक्षक को डैश नियुक्ति देथांते प्रधानमंत्री अर्थमंत्री राष्ट्रपति मुख्य विचारपति के देथांती ना राष्ट्रपति के ना राष्ट्रपति। नेक्स्ट क्वेश्चन डैश धारा अनुसार केंद्र सरकार नदी जल बंटन विषय निष्पत्ति नेतिले 260 259 264 262 केउं धारा ना 262 धारा अनुसार। नेक्स्ट क्वेश्चन
राज्य विधानसभा द्वारा प्रणीत कौनसी आईन को डैश को अनुमोदन पर संरक्षित रखी पारंती। राज्यपाल राष्ट्रपति, राष्ट्रपति राज्यपाल, राष्ट्रपति प्रधानमंत्री, प्रधानमंत्री मुख्यमंत्री। कौन हम ना राष्ट्रपति राज्यपाल कौन ना राष्ट्रपति राज्यपाल। नेक्स्ट डैश का मतरे भारत एक डैश राष्ट्र संघ सिली ऐकिक ब्राइस केन्द्रीभूत गेटिल नमनीय केसीवेर प्रायकल्प। कौन हम ना केसीवेर मतरे भारत एक प्रायकल्प राष्ट्र संघ। नेक्स्ट नेक्स्ट डैश धारा अनुसार राज्यसभा सर्वभारतीय चाकरी सृष्टि करे 314, 312, 315, 318। कौन हम ना 312 कौन धारा ना 312 धारा अनुसार राज्यसभा सर्वभारतीय चाकरी सृष्टि करे। नेक्स्ट क्वेश्चन केंद्र और राज्यर संपर्क पाई 1983 मसीह डैश कमिशन गठन होता सरकारिया राज्यमाना मेहेटा पावर। कौन हम ना सरकारिया कमिशन गठन करा जायतिला। तापरे शेष क्वेश्चन 50 एमसीक्यू आलोचना करथिले नेक्स्ट क्लास को आ 50टा मैराथन क्लास नै आसला। तो शिक्षा डैश तालिकाभुक्त विषय शिक्षा केउ तालिकाभुक्त केंद्र राज्य जुग्म कोनोसी तालिकाभुक्त नुहे शिक्षा डैश तालिकाभुक्त अटे विषय ना शिक्षा होची जुग्म तालिकाभुक्त विषय